ଗୋଲ୍ଡେନ୍ ଟେମ୍ପଲ ବା ହରମନ୍ଦିର ସାହିବ, ଯାହାକୁ ଦରବାର ସାହି ମଧ୍ୟ କୁହାଯାଏ, ଏହା ଶିଖ ଧର୍ମର ଏକ ପବିତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ଧର୍ମସ୍ଥଳ। ଏହା ଭାରତର ପଞ୍ଜାବ ରାଜ୍ୟରେ ଥିବା ଅମୃତସରରେ ରହିଛି। ସମ୍ପୂର୍ଣ୍ଣ ସହରଟି ଏହି ସ୍ୱର୍ଣ୍ଣ ମନ୍ଦିର ଚାରିପାଖେ ଗଢ଼ି ଉଠିଛି। ସହରର ନାମ ବାସ୍ତବରେ ସ୍ୱର୍ଣ୍ଣ ମନ୍ଦିର ଥିବା ସରୋବର ନାମରେ ରଖାଯାଇଛି, ଯାହାର ନିର୍ମାଣ ଶିଖ ଧର୍ମର ଚତୁର୍ଥ ଗୁରୁ ରାମଦାସଙ୍କ ଦ୍ୱାରା ରଖାଯାଇଥିଲା। ଏହାର ବାହାର ପାର୍ଶ୍ୱ ସୁନାରେ ଆଚ୍ଛାଦିତ ହୋଇଥିବାରୁ ଏହାକୁ ଗୋଲ୍ଡେନ୍ ଟେମ୍ପଲ କୁହାଯାଏ। ଇତିହାସ କୁହେ, ହରମନ୍ଦିର ସାହିବର ଭିତ୍ତିପ୍ରସ୍ତର ଏକ ମୁସଲମାନଙ୍କ ହାତରେ ରଖାଯାଇଥିଲା। ଶିଖ ଧର୍ମର ପଞ୍ଚମ ଗୁରୁ ଅର୍ଜୁନ ଦେବ ଲାହୋରର ଏକ ସୁଫି ସନ୍ଥ ସାହି ମିଆଁ ମୀରଙ୍କୁ ଅନୁରୋଧ କରି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହରମନ୍ଦିର ସାହିବର ନିର୍ମାଣ 1581ରେ ଆରମ୍ଭ ହୋଇ 1604ରେ ସମ୍ପୂର୍ଣ୍ଣ ହୋଇଥିଲା। ହରମନ୍ଦିର ଶବ୍ଦଟି ଦୁଇଟି ଶବ୍ଦର ସନ୍ଧି, ହରି ଯାହାକୁ ଈଶ୍ୱର ବା ଭଗବାନ ବୋଲି କୁହାଯାଏ ଏବଂ ମନ୍ଦିର ଯେଉଁଠି ଈଶ୍ୱର ବା ଭଗବାନ ବାସ କରିଥାନ୍ତି। ଏଥିରୁ ଜଣାଯାଏ କି ଏହା ଶିଖ ଧର୍ମର ହୋଇଥିଲେ ମଧ୍ୟ ଭାରତର ସବୁ ଧର୍ମକୁ ଏକ ବୋଲି ଦର୍ଶାଇଥାଏ। ସ୍ୱର୍ଣ୍ଣ ମନ୍ଦିର ଉପରେ ବହୁବାର ମୋଗଲ ଏବଂ ଆଫଗାନମାନଙ୍କ ଦ୍ୱାରା ଆକ୍ରମଣ କରାଯାଇ ଏହାକୁ ନଷ୍ଟ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା। ଅନେକ ଆକ୍ରମଣ ପରେ ମଧ୍ୟ ମନ୍ଦିରକୁ ପୁନର୍ନିର୍ମାଣ କରାଯାଇଥିଲା। ଆଫଗାନୀ ଆକ୍ରମଣରେ ଏହି ମନ୍ଦିରଟି କିଛିକାଂଶରେ ନଷ୍ଟ ହୋଇଯାଇଥିଲା। ମହାରାଜା ରଞ୍ଜିତ ସିଂ ଏହାକୁ ପୁନର୍ନିର୍ମାଣ କରି ମନ୍ଦିରରେ ମାର୍ବଲ ଏବଂ ତାମ୍ର ଉପରେ ସୁନାର ପରଦା ବିଛାଇଥିଲେ। ସ୍ୱର୍ଣ୍ଣ ମନ୍ଦିରର ବାସ୍ତୁକଳା ଭାରତୀୟ ଉପଦ୍ୱୀପରେ ପ୍ରଚଳିତ ବିଭିନ୍ନ ସ୍ଥାପିତ କଳାକୁ ଦର୍ଶାଇଥାଏ। ଏହି ମନ୍ଦିର ମୋଗଲ ଏବଂ ହିନ୍ଦୁ ରାଜପୁତଙ୍କ ଏକ ମିଶ୍ରଣ ବାସ୍ତୁକଳା। ମନ୍ଦିରରେ ଥିବା ଚାରିଦ୍ୱାର ସବୁ ଧର୍ମ ପାଇଁ ଖୋଲା ଥିବା ବେଳେ ଏହି ପବିତ୍ର ସ୍ଥାନକୁ ଯିବା ପାଇଁ ପ୍ରବେଶ ପଥରେ ଏକମାତ୍ର ଦ୍ୱାରର ପ୍ରୟୋଗ ହୋଇଥାଏ। ଏଠାରେ ଏକ ଶିଖ ମ୍ୟୁଜିୟମ ରହିଛି। ଶିଖମାନଙ୍କ ଇତିହାସ ଏବଂ ଐତିହାସିକ ବସ୍ତୁ ଏଠାରେ ରଖାଯାଇଥିବା ବେଳେ ଗୁରୁ ରାମଦାସ ଲଙ୍ଗର, ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ 24 ଘଣ୍ଟା ଖୋଲା ଥାଏ, ଯେଉଁଥିରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ଏବଂ ସମସ୍ତ ସମ୍ପ୍ରଦାୟ ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଇଥାଏ। ହରମନ୍ଦିର ସାହିବ, ଯାହା ସବୁ ଧର୍ମ ଏବଂ ସବୁ ସମ୍ପ୍ରଦାୟ ଲୋକମାନଙ୍କ ପାଇଁ ଖୋଲା ଥିବା ବେଳେ ଶିଖ ଧର୍ମର ଆସ୍ଥା, ବିଶ୍ୱାସ, ଭାରତରେ ଥିବା ଏକତାକୁ ଦର୍ଶାଇଥାଏ। ଏ ତ ଥିଲା ଗୋଲ୍ଡେନ୍ ଟେମ୍ପଲ ବା ହରମନ୍ଦିର ସାହିବ ବିଷୟରେ କିଛି। ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗିଥାଏ, କମେଣ୍ଟ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।